ଗ୍ୟାସ୍ ଗୁଡ଼ା ନାହିଁ ଯଦି ମନ୍ତ୍ରୀ କହୁଛନ୍ତି ମନ୍ତ୍ରୀ କହିବେ କେଉଁ କେଉଁ କେନ୍ଦ୍ରରେ ଅଛି। ମୁଁ ତ ସେ କଥା କହିଲି, ତାହେଲେ ଏଇ ଲୋକମାନେ ଲାଇନ୍ରେ କାହିଁକି ଲାଗୁଛନ୍ତି, ଗ୍ୟାସ୍ କାହିଁକି ଉପଲବ୍ଧ ହେଉନାହିଁ ଏବଂ କେତେ ଦିନ ପର୍ଯ୍ୟନ୍ତ ଏ ସଙ୍କଟ ନାହିଁ। ତାପରେ ହ୍ୱାଟ୍ ଇଜ୍ ଦି ନେକ୍ସଟ ଷ୍ଟେପ୍ ଇଫ୍ ଇଟ୍ ପରସିଷ୍ଟ, ଯଦି ପ୍ରୋଲଙ୍ଗଡ କ୍ରାଇସିସ୍ ରହିଲା, କାରଣ ଆମେ ହେଉଛୁ ଫୁଏଲ୍ରେ ନେଟ୍ ଇମ୍ପୋର୍ଟର ଏବଂ ସେଥିରୁ ଆମର କ'ଣ ହେଇପାରିବ ଏକୁ ମୁକାବିଲା କରିବା ପାଇଁ ସେ ସ୍ଥିତିରେ ଲୋକଙ୍କୁ ତ ନିଶ୍ଚୟ ଜାଳ ଦରକାର ନା, ଯେତେ କମ୍ ଉପଯୋଗ କରନ୍ତୁ। ମୁଁ ସେ ଯେଉଁ କହୁଛି ଯେ ଜାଳ କାଠର ସେମିତି ଷ୍ଟ୍ରିମଲାଇନ୍ କରାଯାଉ, ନିସ୍ତାର ସେ ଯେଉଁଠି ଯେଉଁମାନେ ଦେଉଛନ୍ତି, ଯେଉଁ ଝାଡ଼ ଗଛ କି ଅନ୍ୟ ଯାହା ପଡ଼ୁଛି କି ଯାହା ତାଙ୍କ ପାଖରେ ଉପଲବ୍ଧ ଅଛି କ୍ୱାଣ୍ଟାମ୍, ତାକୁ ଦିଆଯାଉ। ତାହେଲେ ଗରିବ ଲୋକମାନେ ତା ସୁବିଧା ପାଇପାରିବେ। ଯେଉଁମାନେ ତା ଭିତରେ ବି ରହୁଛନ୍ତି ଫରେଷ୍ଟ ରାଇଟ୍ ଆକ୍ଟ ଅନୁସାରେ ତାଙ୍କୁ ଲିଗାଲି ଦିଆଯାଉ। ଗ୍ୟାସ୍ ଗୁଡ଼ା ନାହିଁ ଯଦି ମନ୍ତ୍ରୀ କହୁଛନ୍ତି ମନ୍ତ୍ରୀ କହିବେ କେଉଁ କେଉଁ କେନ୍ଦ୍ରରେ ଅଛି। ମୁଁ ତ ସେ କଥା କହିଲି, ତାହେଲେ ଏଇ ଲୋକମାନେ ଲାଇନ୍ରେ କାହିଁକି ଲାଗୁଛନ୍ତି, ଗ୍ୟାସ୍ କାହିଁକି ଉପଲବ୍ଧ ହେଉନାହିଁ ଏବଂ କେତେ ଦିନ ପର୍ଯ୍ୟନ୍ତ ଏ ସଙ୍କଟ ନାହିଁ। ତାପରେ ହ୍ୱାଟ୍ ଇଜ୍ ଦି ନେକ୍ସଟ ଷ୍ଟେପ୍ ଇଫ୍ ଇଟ୍ ପରସିଷ୍ଟ, ଯଦି ପ୍ରୋଲଙ୍ଗଡ କ୍ରାଇସିସ୍ ରହିଲା, କାରଣ ଆମେ ହେଉଛୁ ଫୁଏଲ୍ରେ ନେଟ୍ ଇମ୍ପୋର୍ଟର ଏବଂ ସେଥିରୁ ଆମର କ'ଣ ହେଇପାରିବ ଏକୁ ମୁକାବିଲା କରିବା ପାଇଁ ସେ ସ୍ଥିତିରେ ଲୋକଙ୍କୁ ତ ନିଶ୍ଚୟ ଜାଳ ଦରକାର ନା, ଯେତେ କମ୍ ଉପଯୋଗ କରନ୍ତୁ। ମୁଁ ସେ ଯେଉଁ କହୁଛି ଯେ ଜାଳ କାଠର ସେମିତି ଷ୍ଟ୍ରିମଲାଇନ୍ କରାଯାଉ, ନିସ୍ତାର ସେ ଯେଉଁଠି ଯେଉଁମାନେ ଦେଉଛନ୍ତି, ଯେଉଁ ଝାଡ଼ ଗଛ କି ଅନ୍ୟ ଯାହା ପଡ଼ୁଛି କି ଯାହା ତାଙ୍କ ପାଖରେ ଉପଲବ୍ଧ ଅଛି କ୍ୱାଣ୍ଟାମ୍, ତାକୁ ଦିଆଯାଉ। ତାହେଲେ ଗରିବ ଲୋକମାନେ ତା ସୁବିଧା ପାଇପାରିବେ। ଯେଉଁମାନେ ତା ଭିତରେ ବି ରହୁଛନ୍ତି ଫରେଷ୍ଟ ରାଇଟ୍ ଆକ୍ଟ ଅନୁସାରେ ତାଙ୍କୁ ଲିଗାଲି ଦିଆଯାଉ।